ପିଲାମାନେ ପୁଣି ଥରେ ଜୁପିଟର କ୍ଲାसेसକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ବିଷୟ ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ବହିରେ ଥିବା ସଭ୍ୟତା ଓ ବିଜ୍ଞାନର ସରଳାର୍ଥ ଗୁଡ଼ିକୁ ଆଜି ଆମେ ଡିସ୍କସନ୍ କରିବା। ପ୍ରଥମ ସରଳାର୍ଥର କ୍ୱେଶ୍ଚିନ୍ଟି ହେଉଛି, ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟରେ ମାଲିକ ହୁଏ ସେତେବେଳେ ଭୋଗ ମାର୍ଗଗାମୀ ଜାତିଠାରୁ ତାର ପଥ ସମ୍ପୂର୍ଣ୍ଣ ପୃଥକ ହୋଇଯାଏ। ଉତ୍ତରରେ କେମିତି ଲେଖିବା? ଆଗେ ପ୍ରବନ୍ଧର ନାଁଟି ଲେଖିବା, ସଭ୍ୟତା ଓ ବିଜ୍ଞାନ, ତାପରେ ଲେଖିବା ଲେଖକ ଶ୍ରୀ ବଂଶୀଧର ସାମନ୍ତରାୟ। ପ୍ରଥମେ ଯେମିତି ଲେଖା ହେଇଛି ଲେଖିବେ, ତାପରେ ଲେଖିବା ତ୍ୟାଗ ମାର୍ଗରେ ଦୀକ୍ଷିତ ... ସମ୍ପୂର୍ଣ୍ଣ ପୃଥକ ହୋଇଯାଏ। ପ୍ରଥମେ ଏତିକି ଲେଖିବାକୁ ପଡ଼ିବ। ପ୍ରଦତ୍ତ ଗଦ୍ୟାଂଶଟି ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ବଂଶୀଧର ସାମନ୍ତରାୟଙ୍କ ଦ୍ୱାରା ରଚିତ ସଭ୍ୟତା ଓ ବିଜ୍ଞାନ ଶୀର୍ଷକ ପ୍ରବନ୍ଧରୁ ଗୃହୀତ। ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିମାନଙ୍କ ସଭ୍ୟତାର ଆଦର୍ଶ ଉପସ୍ଥାପନା ପରିପ୍ରେକ୍ଷୀରେ ଭାରତୀୟମାନଙ୍କ ସ୍ୱାତନ୍ତ୍ର୍ୟ ତଥା ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି। ସାଧାରଣତଃ ବ୍ୟକ୍ତିଙ୍କ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ତଥା ସାଧିତ ଜ୍ଞାନକୁ ସଭ୍ୟତାର ଆଖ୍ୟା ପ୍ରଦାନ କରାଯାଏ। ଏ ଦୃଷ୍ଟିରୁ ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ଏହି ସଭ୍ୟତାର ଆଦର୍ଶରେ ବିଭିନ୍ନତା ପରିଲକ୍ଷିତ ହୁଏ। ରୋମ୍, ଗ୍ରୀସ୍ ଓ ମିଶର ଆଦି ଦେଶମାନଙ୍କର ସଭ୍ୟତା ପ୍ରଗତିର ମୂଳ ଭିତ୍ତି ବୈଷୟିକ ଉନ୍ନତି ଉପରେ ଆଧାରିତ ଥିଲା। ଭୋଗ ହିଁ ଥିଲା ସେ ସବୁ ସଭ୍ୟତାର ଆଦର୍ଶ। ସେମାନଙ୍କ ବୈଷୟିକ ଉନ୍ନତି ଇଚ୍ଛାକୃତ ଥିଲା, କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ତ୍ୟାଗ ଓ ଆତ୍ମସଂଯମ ଉପରେ ପର୍ଯ୍ୟବେସିତ ଥିଲା। ସର୍ବାଧିକ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବିପଦର କାରଣ ବୋଲି ଭାବୁଥିଲେ। ତଥାପି ତ୍ୟାଗ ଧର୍ମ ମାଧ୍ୟମରେ ହିଁ ସେହି ବୈଷୟିକ ଉନ୍ନତି ସମ୍ଭବ ହୋଇପାରିଥିଲା, ଯାହା ଅନ୍ୟ ଜାତିର ସଭ୍ୟତା ଠାରୁ କୌଣସି ଗୁଣରେ ନ୍ୟୁନତର ନୁହେଁ। ବିଷୟ ଜଞ୍ଜାଳର ପରିବେଷ୍ଟିନୀ ମଧ୍ୟରେ ରହିଥିଲେ ମଧ୍ୟ ପାରିପାର୍ଶ୍ୱିକ ପଦାର୍ଥ ସହ ସେ ସଂଶ୍ଳିଷ୍ଟ ନଥିଲା, ବରଂ ତାହା ଥିଲା ତ୍ୟାଗ ମାର୍ଗର ଅନ୍ୟତମ ଫଳ। ଭାରତର ବୈଶିଷ୍ଟ୍ୟତା ଥିଲା ତାର ଆଧ୍ୟାତ୍ମିକତା। ତ୍ୟାଗ ମାର୍ଗରେ ହିଁ ଏହାର ଅନ୍ୟତମ ମୁଖ୍ୟ ବିଭବ। ତେଣୁ ଭାରତୀୟମାନଙ୍କ ବୈଷୟିକ ଉନ୍ନତିର ପାଠ ଭୋଗ ମାର୍ଗଗାମୀ ଜାତିମାନଙ୍କ ପଥଠାରୁ ସମ୍ପୂର୍ଣ୍ଣ ପୃଥକ ଥିଲା। ଏବେ ଆମେ 2 ନମ୍ବର କ୍ୱେଶ୍ଚିନ୍କୁ ଆସିବା। 2 ନମ୍ବର କ୍ୱେଶ୍ଚିନ୍ଟି ହେଲା, ଭାରତର ବୈଶିଷ୍ଟ୍ୟ ତାର ଆଧ୍ୟାତ୍ମିକତା। ଭାରତର ବୈଶିଷ୍ଟ୍ୟ ମାନେ ସ୍ପେଶାଲାଇଜେସନଟା କୋଉଥିରେ? ଉତ୍ତରରେ ଲେଖିବା, ପ୍ରବନ୍ଧ ଯେମିତି ଲେଖା ହେଇଛି ପ୍ରବନ୍ଧର ନାଁ ଲେଖିବେ ସଭ୍ୟତା ଓ ବିଜ୍ଞାନ, ଲେଖକ ଶ୍ରୀ ବଂଶୀଧର ସାମନ୍ତରାୟ, ଭାରତର ଆଧ୍ୟାତ୍ମିକତା। ପ୍ରଦତ୍ତ ଗଦ୍ୟାଂଶଟି ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀ ବଂଶୀଧର ସାମନ୍ତରାୟଙ୍କ ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧରୁ ଗୃହୀତ। ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଆଲୋଚନା କରିବା ସହିତ ମହାନ ଭାରତୀୟ ଜାତିର ତା ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ସଭ୍ୟତାର ଭିନ୍ନ ଭିନ୍ନ ଆଦର୍ଶ ଥିଲା। ଗ୍ରୀସ୍, ରୋମ୍ ଓ ମିଶର ପରି ଦେଶଗୁଡ଼ିକର ସଭ୍ୟତାର ଆଦର୍ଶ ବୈଷୟିକ ଉନ୍ନତି ଉପରେ ଆଧାରିତ ଥିଲା। ସେହି ଉନ୍ନତି ସେମାନଙ୍କ ଇଚ୍ଛାକୃତ କାର୍ଯ୍ୟଧାରା ଦ୍ୱାରା ସମ୍ଭବ ହେଉଥିଲା। ଭୋଗ ଥିଲା ସେ ସବୁ ସଭ୍ୟତାର ଆଦର୍ଶ। ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ। ବୈଷୟିକ ଜଞ୍ଜାଳକୁ ସେମାନେ ବିପଦ ବୋଲି ଭାବୁଥିଲେ। ତଥାପି ସେମାନଙ୍କ ବୈଷୟିକ ଉନ୍ନତି ତ୍ୟାଗ ଓ ଧର୍ମ ମାଧ୍ୟମରେ ସମ୍ଭବ ହୋଇଥିଲା, ଯାହା ଅନ୍ୟ ଜାତିଗୁଡ଼ିକର ବୈଷୟିକ ଉନ୍ନତି ଠାରୁ କଦାପି ନ୍ୟୁନତର ନୁହେଁ। ଭାରତୀୟ ହିନ୍ଦୁମାନଙ୍କ ମତରେ ବିଭିନ୍ନ ଦର୍ଶନଶାସ୍ତ୍ର ନିହିତ ପ୍ରଣାଳୀ ଦ୍ୱାରା ବିଶ୍ୱ ବିରାଟ ଶକ୍ତି ସମ୍ପର୍କିତ ତତ୍ତ୍ୱ ନିରୂପିତ ହୋଇପାରେ। ଆଧ୍ୟାତ୍ମିକ ପଥରେ ଅଗ୍ରସର ହେଲେ ପ୍ରଥମେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନ ହେଲେ ହେଁ ଲକ୍ଷ୍ୟସ୍ଥଳରେ ଉପନୀତ ହେଲା ପରେ ସମସ୍ତ କାର୍ଯ୍ୟକାରଣ ସ୍ପଷ୍ଟ ପ୍ରଭାବିତ ହେବ। ମାତ୍ର ଏହାର ସାଧନ ନିମିତ୍ତ ଶାରୀରିକ ଓ ମାନସିକ ଉନ୍ନତି ସର୍ବଦା ଆବଶ୍ୟକ। ଏହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହୁଏ
ଓ ଏଥିପାଇଁ କଠୋର ସାଧନା ଆବଶ୍ୟକ। ସର୍ବୋପରି ବିଶ୍ୱର ଅନ୍ୟ ଜାତିର ସଭ୍ୟତାର ଉନ୍ନତି ମାର୍ଗ ଭୋଗ ସର୍ବସ୍ୱ ଇଚ୍ଛା ଉପରେ ଆଧାରିତ ହୋଇଥିବା ବେଳେ ଭାରତ ସଭ୍ୟତାର ମୂଳ ଆଧାର ଆଧ୍ୟାତ୍ମିକତା ଉପରେ ହିଁ ପର୍ଯ୍ୟବେସିତ ହୋଇଥିଲା। ଏବେ ଆମେ ଆସିବା 3 ନମ୍ବର ସରଳାର୍ଥ କ୍ୱେଶ୍ଚିନ୍ ଟିକି। 3 ନମ୍ବର ସରଳାର୍ଥଟି ହେଲା, ଏହାର ଶେଷ ଫଳ କ'ଣ ହେବ ତାହା ଭବିଷ୍ୟତ ଗର୍ଭରେ ନିହିତ। ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି। ଉତ୍ତରରେ କ'ଣ ଲେଖିବା? ଯେମିତି ଲେଖା ହେଇଛି, ପ୍ରବନ୍ଧ ସଭ୍ୟତା ଓ ବିଜ୍ଞାନ, ପ୍ରାବନ୍ଧିକ ଶ୍ରୀ ବଂଶୀଧର ସାମନ୍ତରାୟ। ତାପରେ ଲେଖିବା, ଏହାର ଶେଷ ଫଳ ... ପରୀକ୍ଷଣ ହିଁ ଚାଲିଛି। ତାପରେ ଲେଖିବା, ସଂକ୍ଷିପ୍ତ ଗଦ୍ୟାଂଶଟି ଲେଖକ ବଂଶୀଧର ସାମନ୍ତରାୟଙ୍କର ରଚିତ ସଭ୍ୟତା ଓ ବିଜ୍ଞାନ ବିଷୟରୁ ଆସିଛି। ଏଠାରେ ମଣିଷ ବିଜ୍ଞାନ କବଳିତ ହେବା ଦ୍ୱାରା ପରିଣତି କ'ଣ ହୁଏ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଦର୍ଶନ ଶାସ୍ତ୍ର ପ୍ରଣାଳୀ ଉପରେ ବିଶ୍ୱାସ ରଖୁଥିବା ଭାରତୀୟ ମନୀଷୀଙ୍କର ମତରେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିଥିଲେ ବି ତାର ବିଲୋପ ସାଧନ କରିଛନ୍ତି ବର୍ତ୍ତମାନର ବାହାରର ସଭ୍ୟ ଜାତି। ଆମେ ଭାରତୀୟମାନେ ଆଜି ଆମ ସଭ୍ୟତା ସମ୍ପର୍କରେ ସ୍ଥିର ନିର୍ଣ୍ଣୟ କରିପାରୁନାହୁଁ। ଆଜି ଆମେ ଆମ ସଭ୍ୟତାର ଆଧ୍ୟାତ୍ମିକ ପ୍ରତିଷ୍ଠା ଦେବାକୁ ଅକ୍ଷମ। ଏହାର ପରିଣତି କ'ଣ ହେବ ତାର ଭବିଷ୍ୟ ନିର୍ଣ୍ଣୟ କରିବ। ବର୍ତ୍ତମାନ ସଭ୍ୟତାକୁ ନେଇ ନାନା ପ୍ରକାରର ନିରୀକ୍ଷଣ ଚାଲିଛି। ଏବେ ଭାବିବାକୁ ହେବ ଏହି ସଭ୍ୟତାର ଲକ୍ଷ୍ୟସ୍ଥଳ କ'ଣ। ସେଠି ପହଞ୍ଚିବାକୁ ଆମକୁ ବିଜ୍ଞାନର ଅବଲମ୍ବନ ହିଁ ଗ୍ରହଣ କରିବାକୁ ପଡ଼ୁଛି। ବାସ୍ତବରେ ଲେଖକଙ୍କ ଏହି ବର୍ଣ୍ଣନା ଚିନ୍ତା ଗର୍ଭକ ଅଟେ। ଏବେ ପିଲାମାନେ ଆମେ ଆସିବା 4 ନମ୍ବର କ୍ୱେଶ୍ଚିନ୍ ଟିକି। ବିରାଟ ସାଗର ଆଜି ଦୁର୍ଲଙ୍ଘ ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ। ଉତ୍ତରରେ ଲେଖିବା, ବିଷୟ ସଭ୍ୟତା ଓ ବିଜ୍ଞାନ, ଲେଖକ ଶ୍ରୀ ବଂଶୀଧର ସାମନ୍ତରାୟ। ଯେମିତି ଲେଖା ହେଇଛି, ବିରାଟ ସାଗର ... ରହିନାହିଁ, ସେମିତି ଲେଖା ହେବ। ଉଦ୍ଧୃତାଂଶଟି ଲେଖକ ବଂଶୀଧର ସାମନ୍ତରାୟ ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧରୁ ଆନିତ। ସଭ୍ୟତାର ବିକାଶରେ ଜଡ଼ ବିଜ୍ଞାନର ଅବଦାନ ସମ୍ପର୍କରେ ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି। ମାନବ ସମାଜକୁ ସଭ୍ୟତାର ଶିଖର ଦେଶରେ ପହଞ୍ଚିବା ପାଇଁ ବିଜ୍ଞାନ ପଥ ପ୍ରଦର୍ଶକ ଭୂମିକା ଗ୍ରହଣ କରିଛି। ମାନବ ଜାତିର ସମସ୍ତ ବୈଷୟିକ ଉନ୍ନତି ମୂଳରେ ଜଡ଼ ବିଜ୍ଞାନର ଅବଦାନ ଅବିସ୍ମରଣୀୟ। ଜଡ଼ ବିଜ୍ଞାନକୁ ମୁଖ୍ୟତଃ 2ଟି ଭାଗରେ ବିଭକ୍ତ କରାଯାଇଛି, ଯଥା ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ। ଏହି ଜଡ଼ ବିଜ୍ଞାନ ବଳରେ ଆଲୋକ, ଉତ୍ତାପ ବିଦ୍ୟୁତ, ଶବ୍ଦ ଓ ବିଭିନ୍ନ ତତ୍ତ୍ୱ ଅନୁସନ୍ଧାନ କରାଯିବା ସହିତ ଜଡ଼ ପଦାର୍ଥର ଘାତ ପ୍ରତିଘାତ କ୍ରିୟା ପ୍ରତିକ୍ରିୟା ଗୁଡ଼ିକୁ ଅନୁସନ୍ଧାନ କରି ନୂତନ ଜ୍ଞାନ ହାସଲ କରାଯାଇପାରୁଛି। ବିଭିନ୍ନ ଗ୍ରହ, ତାରା ଓ ଉପଗ୍ରହ ଗୁଡ଼ିକ ବିଷୟରେ, ମହାକାଶ ସମ୍ପର୍କରେ ଅନେକ ତଥ୍ୟ ଗ୍ରହଣ କରାହେଉଛି। ରେଡ଼ିଓ, ଟେଲିଭିଜନ, ଟେଲିଫୋନ, ମୋବାଇଲ, ଇଣ୍ଟରନେଟ୍ ଆଦି ସେବା ଯୋଗାଇ ଦେଇ ଜଡ଼ ବିଜ୍ଞାନ ମାନବ ସଭ୍ୟତାକୁ ଅଗ୍ରସର କରିବାର ଭୂମିକା ନିର୍ବାହ କରୁଛି। ବିରାଟ ସାଗରକୁ ଲଙ୍ଘନ କରିବାରେ ଓ ଉତ୍ତୁଙ୍ଗ ହିମାଳୟ ଶୀର୍ଷରେ ପହଞ୍ଚିବାରେ ଜଡ଼ ବିଜ୍ଞାନର ଦାନ ସର୍ବାଧିକ। ଲେଖକ ଏଠାରେ ଦର୍ଶାଇଛନ୍ତି ଯେ ଦିନେ ଯାହା ମଣିଷ ପାଇଁ ସ୍ୱପ୍ନ ଓ କଳ୍ପନାର ବିଷୟ ଥିଲା, ଆଜି ଜଡ଼ ବିଜ୍ଞାନ ତାକୁ ବାସ୍ତବତାରେ ପରିଣତ କରିଛି। ପିଲାମାନେ, ଆଜି ଆମେ ସଭ୍ୟତା ଓ ବିଜ୍ଞାନ ବିଷୟର ସରଳାର୍ଥ ଗୁଡ଼ିକ ଡିସ୍କସନ୍ କଲେ। 4ଟି ସରଳାର୍ଥ ଡିସ୍କସନ୍ ହେଇଛି। ଯଦି ଆପଣମାନଙ୍କୁ ଏହା ଟିକେ କଷ୍ଟ ଲାଗୁଥିବ ତାହେଲେ କମେଣ୍ଟରେ କୁହନ୍ତୁ, ତାକୁ ଆମେ ଆଉ ଟିକେ ସରଳ କରିକି ବୁଝାଇ ଦେବୁ କିମ୍ବା ଲେଖିକି ତୁମମାନଙ୍କୁ ପୁଣି ଆଉ ଗୋଟେ ଭିଡ଼ିଓ କରିକି ଛାଡ଼ିବୁ। ଯଦି ଆମର ଚ୍ୟାନେଲରେ ଜୁପିଟର କ୍ଲାସେସ୍ ଚ୍ୟାନେଲରେ ଆପଣମାନଙ୍କୁ ଭଲ ଲାଗୁଛି ପଢ଼ିବା ପାଇଁ, ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ସବସ୍କ୍ରାଇବ୍ କରନ୍ତୁ ଓ ସାଙ୍ଗମାନଙ୍କ ସହିତ ନିହାତି ସେୟାର କରନ୍ତୁ, ସେମାନେ ବି ପଢ଼ିବାକୁ ସୁଯୋଗ ପାଆନ୍ତୁ। ଧନ୍ୟବାଦ।